ଶରଣାଗତି। ହରିଦ୍ୱାର ଭୂମିରେ ଏକଦା ବାସ କରୁଥିଲେ ଜଣେ ଧନୀ ବଣିକ। ସମର୍ପଣ କଥାଟି ଉପରେ କାହିଁକି ଏତେ ଗୁରୁତ୍ୱ ଦିଆଯାଏ ସେ କଥା ସେ ବୁଝିପାରୁ ନଥିଲେ। ସେ କର୍ମର ମୂଲ୍ୟ ବୁଝିଥିଲେ, ତାହାରି ମାଧ୍ୟମରେ ସେ ଧନୀ ହୋଇଥିଲେ। ସଞ୍ଚୟର ମୂଲ୍ୟ ସେ ବୁଝୁଥିଲେ, ତାହାରି ମାଧ୍ୟମରେ ସେ ବେପାର କରୁଥିଲେ, ହୀରାନୀଳା ଜମିଜମା କିଣୁଥିଲେ। ସ୍ନେହ ସୌହାର୍ଦ୍ଦ୍ୟର ମୂଲ୍ୟ ସେ ବୁଝୁଥିଲେ, ସନ୍ତାନ ସନ୍ତତିଙ୍କ ହସଖୁସି, ପତ୍ନୀଙ୍କ ପରିଚର୍ଯା ଇତ୍ୟାଦି ଯୋଗୁଁ। କିନ୍ତୁ ସମର୍ପଣରୁ କ'ଣ ମିଳିବ? ଗୁରୁ କହନ୍ତି, ସେ ଶୁଣନ୍ତି, କିନ୍ତୁ କଥାଟି ତାଙ୍କ ମନରେ କୌଣସି ଛାପ ପକାଏ ନାହିଁ। ଦିନେ ଘୋର ବର୍ଷା ହେଲା। ସେମିତି ମୂଷଳଧାରା ନିକଟ ଅତୀତରେ କାହିଁ କେବେ ଦେଖାଯାଇ ନଥିଲା। ହଠାତ୍ ଗୁରୁ ଆସି ବଣିକଙ୍କ ବାହୁ ଧରି ନଈ କୂଳକୁ ଭିଡ଼ି ନେଇଥିଲେ। ଗତକାଲିର ଶାନ୍ତ ଧାରା ଆଜି ଭୀଷଣ ସ୍ରୋତରେ ପରିଣତ। ପ୍ରଚଣ୍ଡ ଧ୍ୱନି ସହକାରେ ସେ ସ୍ରୋତ ଭସାଇ ନେଉଥାଏ ଦ୍ରୁମ। ଗୋରୁଗାଈ ଗଡ଼ାଇ ନେଇ ଯାଉଥାଏ ଶିଳାଖଣ୍ଡମାନ। ସତେଅବା ପ୍ରଳୟ ଆସନ୍ନ। ମେଘ, ଜଳ, ଝଡ଼ ସବୁକିଛି ଗୋଟାଏ ଉନ୍ମାଦନାରେ ଏକ। ଗୁରୁ ସେ ପ୍ରବଳ ସ୍ରୋତ ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କଲେ। ଗୋଟାଏ ପ୍ରକାଣ୍ଡ ହାତୀ ସ୍ରୋତ ସହ ଲଢ଼େଇ କରୁଥାଏ। ଅରଣ୍ୟରେ ସେ ଶକ୍ତିମାନ ସମ୍ରାଟ, କିନ୍ତୁ ସେଠାରେ ଅସହାୟ। ବୃଥାରେ ସେ ଏପଟ ସେପଟ ହେଉଥାଏ। ତା ଚିତ୍କାରକୁ ଉଡ଼ାଇ ନେଇ ଯାଉଥାଏ ଦୁରନ୍ତ ପବନ। ଅନ୍ୟ ସବୁ ବସ୍ତୁ ଭଳି ସେଇ ବି ଭାସିଗଲା। ଏଥର ଗୁରୁକୂଳର ନିକଟତର ସ୍ରୋତ ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କଲେ। ଉଚ୍ଚ ତଟରୁ ତୁଷାର ଶୀତଳ ଜଳରାଶି ଆଡ଼େ ଦୃଷ୍ଟିପାତ କଲେ ବଣିକ। ତହିଁ ଝଡ଼ ବର୍ଷା ପ୍ରତି ଭ୍ରୂକ୍ଷେପ ବିନା ସ୍ରୋତର ବିପରୀତ ଦିଗରେ ଅକ୍ଲେଶରେ ସନ୍ତରଣ କରୁଥିଲା କୁନି ମତ୍ସ୍ୟଟିଏ। ଗୁରୁ କହିଲେ, ଜୋ ଜିସ୍କୋ ଶରଣ ଲିଜେ ସୋ ରାଖେ ତାକୋ ଲାଜ, ଉଲଟ ଜଲ ମଛଲି ଚଲେ ବହ ଯାଏ ଗଜରାଜ। ବୁଝିଲୁ, ଯାହା ପାଖରେ ଆମେ ନିଜକୁ ସମର୍ପଣ କରିଦେଉ ସେ ଆମକୁ ସୁରକ୍ଷା ଦିଏ। ମାଛ ସ୍ରୋତର ବିପରୀତରେ ଯାଇପାରୁଛି, ବିଶାଳ ହାତୀ କିନ୍ତୁ ଭାସି ଯାଉଛି। ବଣିକ ଚମତ୍କୃତ ହୋଇ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ।